ପିଲାମାନେ ଦେଖ ଆକାଶ ପ୍ରତି। ଓକେ, ତ ଆକାଶ ପ୍ରତିର ଲେଖକ କିଏ ନା ମଧୁସୂଦନ ରାଓ। ତାହାର ଆଜି ଆମେ କ'ଣ 1 ନମ୍ବର ଯେଉଁ ଅଛି ତାର କ୍ୱେଶ୍ଚିନ୍ ଆନ୍ସର ଆମେ ଦେଖିବା, ଯାହାକି ଆପଣମାନଙ୍କ ପାଇଁ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ଆଉ ଏହି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ନିଶ୍ଚିନ୍ତ ଆପଣମାନେ ନୋଟ୍ କରି ରଖିବା। ଆଉ ଯାହାର ମେନ୍ ପଏଣ୍ଟ ମୁଁ ଯେଉଁଗୁଡ଼ା କହିବି ତାକୁ ଆପଣମାନେ ଯଦି ନୋଟ୍ କରି ରଖୁଛନ୍ତି ଆପଣଙ୍କ ଏକ୍ଜାମ୍ରେ ଆପଣମାନେ ଭଲ ରେଜଲ୍ଟ କରିପାରିବେ। ଓକେ, ଏଇଟା 100% ଗ୍ୟାରେଣ୍ଟି। ତ ଆକାଶ ପ୍ରତି କବିତାକୁ ଅବଲମ୍ବନ କରି ଆକାଶର କ'ଣ ମହନୀୟତା ପ୍ରତିପାଦନ କର। ମହନୀୟତା ହେଲା, ତାର ଯେଉଁ ମହନୀୟତା ପ୍ରତିପାଦନ କର ଏଇଟା ଯେଉଁ କହିଛି, ୟାକୁ ଆପଣମାନେ ନିଶ୍ଚିନ୍ତ ଭଲ ଭାବରେ ପଢ଼ିବେ। ଆଉ ଏଇଟା ହିଁ ଆପଣମାନଙ୍କ ଏକ୍ଜାମ୍ରେ ଆସିଥାଏ। ତ ଦେଖନ୍ତୁ, ପ୍ରଥମ କଥା ହେଉଛି ଆପଣଙ୍କର 15 ମାର୍କିଆ ନିଶ୍ଚୟ ଆସିବ। ତ ୟାକୁ ଆପଣମାନେ ନିଶ୍ଚୟ ମନେ ରଖିବେ। ଓକେ, ମନେ ରଖିବା ସହିତ ଆପଣମାନଙ୍କୁ କ'ଣ କରିବାକୁ ପଡ଼ିବ ନା ପଏଣ୍ଟ ୱାଇଜ୍ ଦେଇ ମଧ୍ୟ ଲେଖିବାକୁ ପଡ଼ିବ। ଓକେ, ବେଶୀ ଡେରି କରିବାନି। ଯେଉଁ ପଏଣ୍ଟ ସବୁ କହିଦେବି ସେଇଗୁଡ଼ା ସବୁ ଏବେଠୁ ନୋଟ୍ କରି ରଖନ୍ତୁ। ବାସ୍, ତାପରେ ଆଉ ଆପଣମାନଙ୍କୁ କିଛି ବି କରିପାରିବେ। ଓକେ, ତ ଆପଣମାନଙ୍କୁ ପ୍ରଥମ ଜିନିଷ ମନେ ରଖିବାକୁ ପଡ଼ିବ ଯେ ଆକାଶ ପ୍ରତି କବିତାର କବି ହେଉଛନ୍ତି କିଏ ଆମର ମଧୁସୂଦନ ରାଓ ହେଲା। ତାପରେ ଦେଖ ଆକାଶ ପ୍ରତି କବିତାକୁ ଅବଲମ୍ବନ କରି ଆକାଶର ମହନୀୟତା ପ୍ରତିପାଦନ କର। ଦେଖ, ଓଡ଼ିଆ ସାହିତ୍ୟର ଆଧୁନିକ ଯୁଗରେ କବିବର ରାଧାନାଥ ରାୟ ଯୁଗ ସ୍ରଷ୍ଟାର ଗୌରବ ଲାଭ କରିଅଛନ୍ତି। ତାଙ୍କର କାବ୍ୟ କବିତାର ପାଶ୍ଚାତ୍ୟ ଚିନ୍ତାଧାରା ସମନ୍ୱୟ ଘଟିଛି। କବିବର ରାଧାନାଥ ରାୟଙ୍କର ଅତି ପ୍ରିୟ ଶିଷ୍ୟ କିଏ ଥିଲେ? ମଧୁସୂଦନ ରାଓ। ତ ଏଇଟା ହେଉଛି ଆପଣଙ୍କର ଗୋଟେ ବଢ଼ିଆ ପଏଣ୍ଟ। ଏଇଟାକୁ ଫାଷ୍ଟ ଆପଣ ଲେଖିବେ। କାବ୍ୟ କବିତା ରଚନା କରିବା ସମୟରେ ପ୍ରାଚ୍ୟ ଚିନ୍ତାଧାରା ଅନୁସରଣ କରୁଛନ୍ତି। ତାଙ୍କ କାବ୍ୟ କବିତାରେ ଭାରତୀୟ ପରମ୍ପରା ପ୍ରକାଶ ଘଟିଅଛି। କବି ମଧୁସୂଦନ ରାଓ ବ୍ରହ୍ମଧର୍ମ ଗ୍ରହଣ କରିବା ବ୍ରହ୍ମଧର୍ମର ନୀତି ଅନୁସାରେ ନିଜ ଜୀବନ ଅତିବାହିତ କରିଅଛନ୍ତି ହେଲା। ତାପରେ ତାଙ୍କର ଧାର୍ମିକ ଜୀବନର ପ୍ରଭାବ ସାହିତ୍ୟ ପ୍ରତିଫଳିତ ଥିବାର ଦେଖାଯାଏ। ତାଙ୍କର ଭକ୍ତପ୍ରାନ୍ତ କାବ୍ୟ କବିତାର ସ୍ରଷ୍ଟା ଭାବରେ ପ୍ରକାଶ ଲାଭ କରିଅଛି। ଆଲୋଚ୍ୟ ଆକାଶ ପ୍ରତି କବିତାର କବି ଆକାଶର ମହନୀୟତା ଅତ୍ୟନ୍ତ ଦକ୍ଷତାର ସହିତ ପ୍ରକାଶ କରିଛନ୍ତି। ଇଏ ରହିଲା ଆପଣଙ୍କର ବଢ଼ିଆ ପଏଣ୍ଟ। ତ ଏତିକି ବାଟ ଆପଣମାନେ ଲେଖିବେ। ଓକେ, ପ୍ରଥମରୁ ଏତିକି ବାଟ, ବାସ୍ ଇଏ ପ୍ରଥମ ପଏଣ୍ଟଟା ପଳେଇଲା। ବଢ଼ିଆ ପଏଣ୍ଟଟା ଆପଣମାନେ ଲେଖିଦେଲେ। ତାପରେ ଦେଖ, ତାପରେ ଗୋଟେ ପଏଣ୍ଟ ଯେଉଁଟା ଦେଖ, ତାପରେ ଏଇଠି ଲେଖିବେ। ତାପରେ ପଏଣ୍ଟ ଦେବେ। ସେକେଣ୍ଡ ପଏଣ୍ଟ, କବିତାର ପ୍ରଥମ ପଦର କବି ଆକାଶର ମହାନ ବିରାଟ ଅସ୍ତିତ୍ୱର ସୂଚନା ପ୍ରଦାନ କରିଅଛନ୍ତି। ସେ ଆକାଶକୁ ଅତ୍ୟନ୍ତ ଓ ଅପାର ବୋଲି କହିବା ସଙ୍ଗେ ସଙ୍ଗେ କେବଳ ଆକାଶ ନ କହି ମହାଆକାଶ ବୋଲି କହୁଛନ୍ତି। ଦେଖ, ଆଉ ଗୋଟେ କଥା ହେଉଛି ଆପଣମାନଙ୍କର ପଏଣ୍ଟ ୱାଇଜ୍ ଦେଇ ଲେଖିଲେ ଆପଣଙ୍କୁ ଭଲ ମାର୍କ ମିଳିଥାଏ। ଓକେ, ସେଇଟାକୁ ଆପଣମାନେ ମନେ ରଖିଥିବେ। ଆକାଶର ମହାନ ଓ ଗମ୍ଭୀର ରୂପକୁ ମନୁଷ୍ୟ ଚିନ୍ତା କଲେ କୌଣସି ଧାରଣା କରିପାରେ ନାହିଁ। ଆକାଶର ବିରାଟ ଅସ୍ତିତ୍ୱ ସହିତ ମନୁଷ୍ୟର ଆକୃତିକୁ କେବେ ହେଲେ ତୁଳନା କରାଯାଇ ନପାରେ। ଆକାଶର ବିସ୍ତୃତି ଏପରି ସମାହୀନ ଯେ ତା ସହିତ ମନୁଷ୍ୟର ଆକୃତିକୁ ତୁଳନା କଲେ ମନୁଷ୍ୟ ପୃଥିବୀର କୀଟ ସଦୃଶ ପ୍ରଭାବିତ ହୋଇଥାଏ। ତ ଏସବୁ ପଏଣ୍ଟ ଲେଖିବା ଦ୍ୱାରା କ'ଣ ହୋଇଥାଏ ନା ଯେଉଁ ସାର୍ମାନେ ଦେଖିଥାନ୍ତି ପରୀକ୍ଷାର ଖାତା, ତ ତାଙ୍କୁ ବହୁତ ହି ଭଲ ଲାଗିଥାଏ। କାହିଁକିନା ପଏଣ୍ଟ ୱାଇଜ୍ ଦେଇ ଯିଏ ପିଲାଟା ଲେଖିଛି ସେ କିଛିଟା ଜାଣିଛି। ଓକେ, ତାପରେ ଦେଖ, ଆକାଶର ବ୍ୟାପ୍ତି ତୁଳନାରେ ମନୁଷ୍ୟର କ'ଣ ପୃଥିବୀ ଅତ୍ୟନ୍ତ ଏହା ଆକାଶର କ'ଣ ବିରାଟତାର ବର୍ଣ୍ଣନା କବି ଯେ କେବଳ କବିତାର ଆରମ୍ଭରେ ବିରାଟତା ବିଷୟରେ ବର୍ଣ୍ଣନା କରି ନୀରବ ରହି ନାହାନ୍ତି। କବିତାର ସମଗ୍ର କେବଳ ମଧ୍ୟରେ ଆକାଶର ବିଷୟରେ ଯେ ବର୍ଣ୍ଣନା କରିଅଛନ୍ତି ତାହା ଆକାଶକୁ ମହନୀୟ ଗୁଣରେ ଭୂଷିତ କରିଅଛି। ତ ଇଏ ଗୋଟେ ପଏଣ୍ଟ ପଳେଇଲା। ତାପରେ ଦେଖ ନେକ୍ସଟ ପଏଣ୍ଟ। ତାପରେ ପଏଣ୍ଟ କ'ଣ ଲେଖିବ? ଆକାଶର ସୃଷ୍ଟି ବିଷୟରେ ବର୍ଣ୍ଣନା ଯାଇ କବି ଲେଖିଛନ୍ତି ଯେ ଯେତେବେଳେ ସୃଷ୍ଟି ଆରମ୍ଭ ହୋଇ ନଥିଲା ସେତେବେଳେ କେବଳ ଶୂନ୍ୟ ଅନ୍ଧକାର ବ୍ୟାପି ରହିଥିଲା। ସୂର୍ଯ୍ୟ ଚନ୍ଦ୍ର ଗ୍ରହ ନକ୍ଷତ୍ର ମଣ୍ଡଳ ଅନ୍ଧକାର କେବଳ ରାଜତ୍ୱ କରୁଥିଲା ହେଲା। ଅତ୍ୟନ୍ତ କାଳରୁ ସମୟର ଯେ ସ୍ରୋତ ବହି ଚାଲିଛି ସେ ସ୍ରୋତରେ ସେତେବେଳେ କୌଣସି ତରଙ୍ଗ ସୃଷ୍ଟି ହେଉନଥିଲା। ଅର୍ଥାତ୍ ସେତେବେଳେ କୌଣସି ଘଟଣା
ହିଁ ଘଟୁନଥିଲା। ଘଟଣା ବିହୀନ, ଆଲୋକ ବିହୀନ ଶୂନ୍ୟତା ଭିତରେ କେବଳ ଜାଗ୍ରତ ଅବସ୍ଥାରେ ଥିଲେ ଜଗତ କର୍ତ୍ତା ପରମେଶ୍ୱର। ତାଙ୍କର ସୃଷ୍ଟି ବିଷୟରେ ସେ କିଛି କହିପାରିବେ ନାହିଁ। ସେ ଅନାଦି ପୁଣି ଅନନ୍ତ ଇଚ୍ଛାମୟ କର୍ତ୍ତାଙ୍କର ନିର୍ଦ୍ଦେଶରେ ସୃଷ୍ଟି ପରମା ଆଲୋକ ପ୍ରକାଶ ପାଇଲା। ହେଲା, ତ ଇଏ ପଳେଇଲା ଥାର୍ଡ ପଏଣ୍ଟ। ତାପରେ ଦେଖ, ଏଇଟା ଆପଣମାନେ ଲେଖିବେ, ଯାହାକି ଏଇଟା ଆପଣମାନେ ଲେଖିବାର ନିଶ୍ଚିନ୍ତ ଆବଶ୍ୟକ। ଓକେ, ଦେଖ, ଅନନ୍ତ ଅପାର ତୁହିରେ ମହାଆକାଶ, ପୃଥିବୀରେ କୀଟ ମୁହିଁ କ୍ଷୁଦ୍ର ପୁଥି ନର, କିମହା ନ ଗମ୍ଭୀର ତୋହର ପ୍ରକାଶ, ଭାବିଲି ସ୍ତବ୍ଧ ଚିତ୍ତ ହୋଇ ମୋହର। ତ ଏଇଟା ହଉଛି ଆପଣଙ୍କର ଇମ୍ପୋର୍ଟାଣ୍ଟ, ଯାହାକି ଆପଣମାନଙ୍କୁ ବହୁତ ହି ଭଲ ରେଜଲ୍ଟ ଦେଇଥାଏ। ଓକେ, ତାପରେ ପଏଣ୍ଟ ଲେଖିବେ। ଦେଖ, ଏ ସୃଷ୍ଟିରେ ମନୁଷ୍ୟ ନିଜର ଜ୍ଞାନ ଗାରିମାକୁ ନେଇ ଅତ୍ୟନ୍ତ ଗର୍ବ ଭାବେ ପୋଷଣ କରିଥାଏ। ହେଲା, ଜଗତରେ ଏପରି କୌଣସି ବସ୍ତୁ ନାହିଁ ଯାହାକି ମନୁଷ୍ୟ ଭାବେ ତାର ବୁଦ୍ଧିର ଅଗୋଚର। ମାତ୍ର କବି ମନୁଷ୍ୟର ଏପରି ଗର୍ବର କାରଣକୁ ସମର୍ଥନ କରିନାହାନ୍ତି। ତାଙ୍କ ମତରେ ମନୁଷ୍ୟ ସ୍ଥିତି, ବିଦ୍ୟା, ବୁଦ୍ଧି, କ୍ଷୁଦ୍ରାତି କ୍ଷୁଦ୍ର ଆକାଶର ଅନନ୍ତ ବ୍ୟାପ୍ତି ଓ ଉଦାର ଗମ୍ଭୀର ରୂପ ସହିତ ମନୁଷ୍ୟକୁ ଯଦି ତୁଳନା କରାଯାଏ, ତାହେଲେ ମନୁଷ୍ୟ ପୃଥିବୀର କୀଟ ସଦୃଶ ପ୍ରତିଭାତ ହେବ। ଆକାଶ ବିରାଟତ୍ୱ ମହତ୍ୱ ବିଷୟରେ ଯେତେ ଚିନ୍ତା କଲେ ହେଁ ମନୁଷ୍ୟ କୌଣସି ସିଦ୍ଧାନ୍ତର ଉପନୀତ ହୋଇପାରେ ନାହିଁ। ତ ଇଏ ବି ଗୋଟେ ପଏଣ୍ଟ ପଳେଇଲା। ତାପରେ ଦେଖ, ନେକ୍ସଟ ପଏଣ୍ଟ, ଯୋଉଟାକି ଆପଣମାନଙ୍କୁ ଲେଖିବାର ଅଛି, ସେଗୁଡ଼ା ଆପଣ ଲେଖିବେ। ଓକେ, ସୃଷ୍ଟି ପ୍ରକ୍ରିୟା ବିଷୟ କବି ଯେଉଁ ତଥ୍ୟ ପ୍ରକାଶ କରି ଆକାଶ ଉତ୍କୃଷ୍ଟତା ପ୍ରତିପାଦନ କରିଅଛନ୍ତି, ତହିଁରେ କବିଙ୍କର ଭକ୍ତିମତାର ପ୍ରକାଶ ଘଟିଅଛି। ତାଙ୍କ ମତରେ ସୃଷ୍ଟି ଆରମ୍ଭ ହେବା ପୂର୍ବରୁ କେବଳ ଶୂନ୍ୟତା ଅନ୍ଧକାର ବ୍ୟାପୀ ରହିଥିଲା। ଏହି ଅନ୍ଧକାର ମଧ୍ୟରେ, ଶୂନ୍ୟତା ମଧ୍ୟରେ କେବଳ ଜଗତ୍କର୍ତ୍ତା ପରମାତ୍ମା ପରମେଶ୍ୱର ଜାଗ୍ରତ ଅବସ୍ଥାରେ ଥିଲେ। ସେ ଏକାନ୍ତ ଚିତ୍ତରେ ଈଶ୍ୱରଙ୍କ ସ୍ୱୀକାର କରିବା ସଙ୍ଗେ ସଙ୍ଗେ ମହାନ ଗାନ କରିଛନ୍ତି। କଣ କରିଛନ୍ତି ଆମେ ଦେଖିବା। ତାଙ୍କ ଭାଷାରେ ସେ କଣ କହିଛନ୍ତି? ସହସା ପ୍ରଥମ ଉର୍ମି ମହାକାଳିନୀରେ ଖେଳିଲା ଅନନ୍ତ ମହାମହସ୍ୟ ଆଦେଶେ। ସହସା ପ୍ରକାଶେ ଜ୍ୟୋତିଧାରା ତୋ ଶରୀରେ ଶୁଭ୍ର ମନ୍ଦାକିନୀ ଯଥା ଭୂମି କେଶେ। ଓକେ, ତ ଇଏ ରହିଗଲା ଆପଣମାନଙ୍କୁ ବି ଗୋଟେ ଇମ୍ପୋର୍ଟାଣ୍ଟ। ଓକେ, ତାପରେ ବି ଗୋଟେ ପଏଣ୍ଟ ଦେଇ ଆପଣ ଲେଖିବାର ଅଛି। ହେଲା, ପରମାତ୍ମା ପରମେଶ୍ୱରଙ୍କ ନିର୍ଦ୍ଦେଶରେ ହିଁ ସୃଷ୍ଟିରୁ ପ୍ରଥମ ଆଲୋକ ସ୍ମରଣ ଆକାଶ ପକ୍ଷରେ ଘଟିଲା। ତାପରେ ଜଗତ ଓ ଜାଗତିକ ବସ୍ତୁ ସମୂହ ସୃଷ୍ଟି ହେଲା। ଆକାଶ ମହିମା ପ୍ରକାଶ କରିବାକୁ ଯାଇ କବି ଶିକ୍ଷାଦାତା ଭାବେ ଗ୍ରହଣ କରି ଆସୁଅଛନ୍ତି। ଆକାଶ ମନୁଷ୍ୟକୁ ଦିବ୍ୟ ଶିକ୍ଷା ପ୍ରଦାନ କରିଥାଏ। ରାତ୍ରି ସମୟରେ ଆକାଶ ବକ୍ଷକୁ ଦେଖି ଭାବୁକର ପ୍ରାଣର ଅକୁଳ ଭାବେ ଜାଗ୍ରତ ହୁଏ। ଆକାଶ ନୀରବରେ ଯେଉଁ ଅମୂଲ୍ୟ ସତ୍ୟବାଣୀ ପ୍ରଚାର କରେ, ତାହା ଶ୍ରବଣ କରି ସମଗ୍ର ଜଗତ ସ୍ତବ୍ଧ ହୋଇଥାଏ। ତ ଏଉଠୁ ଏତି ବାଟ ଆପଣଙ୍କର ଲେଖିବେ, ତାପରେ ଆଉ ଲେଖିନି କିଛି। ଓକେ, ତ ଇଏ ଗୋଟେ ପଏଣ୍ଟ ଗଲା। ତାପରେ ଦେଖ, ତାପରେ ଲେଖିବ, ଆକାଶ ବକ୍ଷରେ ପ୍ରଥମରେ ଆଲୋକର ସ୍ମରଣ ହେବା ପରେ ଜଗତ ଓ ଜାଗତିକ ବସ୍ତୁ ଗୁଡ଼ିକ ସୃଷ୍ଟି ହେଲା। ଯୋଉଗୁଡ଼ା ଇମ୍ପୋର୍ଟାଣ୍ଟ ପଏଣ୍ଟ, ମୁଁ ସେଗୁଡ଼ା ସବୁ କହୁଛି, ଆପଣମାନେ ନୋଟ୍ କରି ରଖନ୍ତୁ। ଏବେଠୁ ଆଗକୁ ଆପଣମାନେ ଭଲ ରେଜଲ୍ଟ କରିବେ। ଓକେ, ଜଗତର ଉତ୍ତମ ସ୍ଥାନରେ ରହି ଆକାଶ ଜଗତ ସୃଷ୍ଟିରେ ପ୍ରତ୍ୟେକ ଘଟଣାକୁ ପ୍ରତ୍ୟକ୍ଷ ଭାବରେ ଅବଲୋକନ କରିଅଛି। ସୃଷ୍ଟିର ଆରମ୍ଭ ପୂର୍ବରୁ ଆକାଶ ଥିଲେ ସବୁଠାରୁ ଊର୍ଦ୍ଧ୍ୱରେ ତାର ଅବସ୍ଥିତ। ତେଣୁ ସେ ଜଗତର ପ୍ରତ୍ୟେକ ଅବସ୍ଥାକୁ ଉତ୍ତମ ରୂପେ ଅବଲୋକନ କରିଅଛି। ଅତୀତର କୌଣସି ତଥ୍ୟ ଉଦ୍ଘାଟନ ପାଇଁ ଆମେ ଇତିହାସ ପୃଷ୍ଠା ଉନ୍ମୋଚନ କରିଥାଉ। ଆକାଶ ଅତୀତର ସମସ୍ତ ଇତିହାସର ମୂକ ସାକ୍ଷୀ। ଜଗତ ବକ୍ଷରେ କେଉଁ କାଳରେ କେଉଁ ଘଟଣା ଘଟିଅଛି ସେ ସବୁ ଜାଣେ। ତାରି ଆଗରେ କେତେକ ରାଜ୍ୟ ଧ୍ୱଂସ ପାଇ ଯାଇଅଛି, ପୁଣି କେତେ ରାଜ୍ୟ ମୁଣ୍ଡ ଟେକି ଉଠିଅଛି। ପୃଥିବୀରେ ବେଦନାକୁ ଆକାଶ ଛଡ଼ା ଅନ୍ୟ କେହି ଉତ୍ତମ କଣ ହୃଦୟଙ୍ଗମ କରିପାରି ନାହିଁ। ସୃଷ୍ଟି ଆରମ୍ଭରୁ ସମୟରୁ ଆଲୋକରେ ନିଜର
କଳେବରକୁ ଧୌତ କରିବା ଫଳରେ ଆକାଶ ଅତ୍ୟନ୍ତ ଗମ୍ଭୀର ଉଦାର ହୋଇଅଛି। ଓକେ, ତାପରେ ଏଟା ଲେଖିଲେ ଚଳିବ, ନ ଲେଖିଲେ ଚଳିବ। ଓକେ, ଆଉ ଆକୁ ଲେଖିବା ଦରକାର ନାହିଁ। ଏଟା ଲେଖିଲେ ଚଳିବ, ନ ଲେଖିଲେ ଚଳିବ। ତ କିଛି ନାହିଁ, ଯଦି ଆପଣ ନୋଟ୍ କରିବାର ଇଚ୍ଛା ଅଛି ତ ଆପଣ ଏବେଠୁ ନୋଟ୍ କରିଦିଅନ୍ତୁ। ତାପରେ ପଏଣ୍ଟଟା ଏଇଟା ଦେବେ, ଆକାଶ ଅନନ୍ତ ବ୍ୟାପ୍ତି ଗମ୍ଭୀର, ଲାଷ୍ଟ ପଏଣ୍ଟ ଯୋଉଟା, ଓ ଗମ୍ଭୀରତା କାହାକୁ ବା ମୁଗ୍ଧ ନ କରେ। ଉଷାର ପ୍ରଥମ ଆଲୋକ ଆକାଶ ବକ୍ଷରେ ଶୋଭାଯାଏ। ରାତ୍ରିରେ ଚନ୍ଦ୍ର ଓ ତାରାଙ୍କୁ ସୂର୍ଯ୍ୟଙ୍କ ଆକାଶରେ ପରିଦୃଷ୍ଟି ହୋଇଥାଏ। ଆକାଶ ଅନନ୍ତ ରୂପେ ଦର୍ଶନ କରି ମନୁଷ୍ୟ ଅତ୍ୟନ୍ତ ଭାବବିହ୍ୱଳ ହୋଇପଡ଼େ। ଏହା ଫଳରେ ତାର ଅନନ୍ତର କ୍ଷୁଦ୍ର ଭାବ ଦୂରେଇ ହୋଇଯାଏ। କବି ଆକାଶର ମହିମା ବର୍ଣ୍ଣନାରେ ଏକାବେଳେ ଶତମୁଖ ହୋଇ ପଡ଼ିଅଛନ୍ତି। ଆକାଶର ଉଦାର ଗମ୍ଭୀର ରୂପ ଦର୍ଶନ କରି କବି ଈଶ୍ୱର ପରମେଶ୍ୱର ନମଜ୍ଜିତ ହୁଅନ୍ତି। ଏହା ଫଳରେ ସେ ସ୍ୱର୍ଗୀୟ ସୁଖ ଲାଭ କରନ୍ତି। ଏହିପରି ଭାବରେ ଆକାଶର ମହିମା କବିଙ୍କ କ'ଣ ଲେଖନୀରେ ପ୍ରତିପାଦିତ ହୋଇଅଛି। ତ ଇଏ ପଳେଇଲା ଲାଷ୍ଟ ପଏଣ୍ଟ। ତ ୟାକୁ ସବୁ କ'ଣ ଆପଣମାନେ ନୋଟ୍ କରି ରଖିଲେ ଆଗକୁ ଆପଣମାନେ ଭଲ ରେଜଲ୍ଟ କରିବେ। ଓକେ, ମେନ୍ ପଏଣ୍ଟ ମେନ୍ ସବୁ ଆପଣ କ'ଣ କୋଶ୍ଚିନ୍ ସବୁ ମୁଁ ସବୁ କହି ରଖୁଛି, ଯାହାକି ଆପଣଙ୍କର କ'ଣ ଆଗକୁ 6th ସେମିଷ୍ଟର କେମିତି କ୍ଲିୟର ହେବ ତାହା ଉପରେ ମୁଁ କ'ଣ କରୁଛି ନା ଆପଣଙ୍କୁ ସବୁ କହିଦେଉଛି। ଏବେଠୁ ନୋଟ୍ କରି ରଖନ୍ତୁ। ଆଉ ସାଙ୍ଗମାନଙ୍କୁ ଭିଡ଼ିଓ ବି ସେୟାର କରନ୍ତୁ, ଯେଉଁମାନେ ଇମ୍ପୋର୍ଟାଣ୍ଟ ଜାଣିବାକୁ ଚାହୁଁଛନ୍ତି ତାଙ୍କୁ ସେୟାର କଲେ ବି ଆପଣମାନେ କ'ଣ ସେମାନେ ବି ଇଜିଲି ଜାଣିପାରିବେ। ଓକେ, ତ ଆଜି ପାଇଁ ଥିଲା ଏତିକି ଭିଡ଼ିଓ। ନେକ୍ସଟ ଭିଡ଼ିଓ ଆମେ ଆହୁରି କିଛି ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ଆଗକୁ ଆମେ କ'ଣ କୋଶ୍ଚିନ୍ ଆନ୍ସର ବି ପ୍ରିଭିୟସ୍ ଆପଣମାନଙ୍କୁ ଦେଖେଇବି, ଆପଣମାନେ ନୋଟ୍ ବି କରିକି ରଖିବେ। ତ ଆଜି ପାଇଁ ଥିଲା ଏତିକି ଭିଡ଼ିଓ। ଯଦି ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ଭିଡ଼ିଓକୁ ଲାଇକ୍ କରିବେ। ଚ୍ୟାନେଲକୁ ଏଇଭଳି ଆଗକୁ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍। ଜୟ ହିନ୍ଦ, ବନ୍ଦେ ମାତରମ୍।